আজি ଶ୍ରାବଣ ପରିକ୍ରମାର ଶେଷ ଦିନ ଅର୍ଥାତ୍ ମା ମାନେ ଏଇ ଯେଉଁ ପ୍ରତିଦିନ ଶ୍ରାବଣ ମାସର ପ୍ରତିଦିନ ବର୍ଷା ବାଦଳ ଯାହା ବି ଥାଉ ନା କାହିଁକି ସମସ୍ତେ ପ୍ରତିଦିନ ନିୟମର ବାନ୍ଧି ମାତୃ ସମ୍ମିଳନୀ କରି ଆସିଛନ୍ତି। এই ମାତୃ ସମ୍ମିଳନୀ କରିବା ପାଇଁ ସମସ୍ତେ କେତେ ଉତ୍ସାହ ଆନନ୍ଦର ସହିତ ସକାଳଠୁ ଭାବନ୍ତି ଆଜି କାହା ଘରେ ମାତୃ ସମ୍ମିଳନୀ ହେବ, କେଉଁ ମାଆଙ୍କ ଘରେ ହେବ। ରୋଷେଇ ବାସ ପିଲା ଛୁଆ ସ୍ୱାମୀ ସ୍ତ୍ରୀ ସଂସାର ସବୁ କାର୍ଯ୍ୟକୁ ପ୍ରସ୍ତୁତ କରି ସେ ମାତୃ ସମ୍ମିଳନୀକୁ ଯାଆନ୍ତି। କିଏ ହୁଏତ ଆଜି ମୋତେ ଗୀତ ଗାଇବାକୁ କହିପାରନ୍ତି, କେଉଁ ଭଜନଟା ଗାଇବି ସେଇ ଧନ୍ଦାରେ ଥାନ୍ତି। କିଏ ହୁଏତ ମୋତେ ଆଲୋଚନା କରିବାକୁ କହିବେ, ମୁଁ କ'ଣ ଆଲୋଚନା କରିବି ସେଇ ଚିନ୍ତାରେ ମଗ୍ନ। ଆହୁରି କିଏ ଅଛନ୍ତି ମୋତେ ପରିଚାଳନା କରିବାକୁ ପଡ଼ିବ, କାହାକୁ ମୁଁ କ'ଣ ପରିଚାଳନା କରିବାକୁ କହିବି, ଏଇସବୁ ଧନ୍ଦାରେ ମଗ୍ନ ହେଇଥାନ୍ତି। ଯିଏ ଯାହାର ଧନ୍ଦାରେ, କାହାକୁ ହୁଏତ ଆହୁରି କ'ଣ, ଏମିତି ବହୁତ କଥା। ତ ମାତୃ ସମ୍ମିଳନୀରେ ଯିବା କାହିଁକି? ମାତୃ ସମ୍ମିଳନୀ କରିବାର ଉଦ୍ଦେଶ୍ୟଟା କ'ଣ? କାହିଁକି କରିବା? এই କଥା ଆଲୋଚନା କରିବା ପୂର୍ବରୁ ମୁଁ ଆଚାର୍ଯ୍ୟ ଦେବଙ୍କର ଗୋଟେ ଦୁଇଟି କଥା କହିବାକୁ ଚାହିଁବି। ଆଚାର୍ଯ୍ୟ ଦେବ କହିଛନ୍ତି ଯେ ମାତୃ ସମ୍ମିଳନୀ ଅଳ୍ପ ସମୟ ହେବ, ତାଠୁ ଅଧିକ ସମୟ ପ୍ରତିଦିନ ଡିପି ୱାର୍କ ଅର୍ଥାତ୍ ଯାଜନ କାର୍ଯ୍ୟରେ ବାହାରିବାକୁ ପଡ଼ିବ, ତାହା ଉପରେ ବେଶୀ ଜୋର ଦେଇଛନ୍ତି। ଆଉ କ'ଣ? ଭଜନ କୀର୍ତ୍ତନ ଆଦି କିପରି ହେବ ନା ଦୁଇଟାରୁ ତିନିଟା କୋରସ୍ ହେବ, ସେଟା କେବଳ ଜଣେ ଗାଇବେନି। ପୁଣି ଆଲୋଚନା ହେବ, ଆଲୋଚନା ପରେ କୀର୍ତ୍ତନ, ତାପରେ ସମାପନ। ତ ଏଠି ଦେଖନ୍ତୁ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କୋରାସ୍ କରିବାକୁ କହିଲେ। ଏବେ କୋରାସ୍ କରିବାକୁ କହିଲେ କେତେ ବଡ଼ ସମସ୍ୟା ଆପଣମାନେ ଭାବି ପାରୁଥିବେ। ଭାବି ଦେଖନ୍ତୁ, କୋରାସ୍ କରିବାକୁ କଲେ କୋରାସ୍ ଅର୍ଥ ଜଣେ ଗାଇବେନି, କେହି ଜଣେ ମୁଖ୍ୟ ଭାବରେ ରହିବେ ନିଶ୍ଚିତ, କିନ୍ତୁ ତାଙ୍କ ସହପାଠୀମାନେ ଥିବେ। ଏଇ ସହପାଠୀ ଅର୍ଥାତ୍ ସମସ୍ତଙ୍କୁ ନେଇକି ଚାଲିବା, ଏକଲା ଚାଲିବା ନାହିଁ, ସମସ୍ତଙ୍କୁ ନେଇକି ଚାଲିବା। ମୁଁ ଯେପରି ଗୀତ ଗାଇପାରେ, ମୁଁ ସୁନ୍ଦର ଗୀତଟି ଗାଇପାରେ, ଅନ୍ୟମାନଙ୍କୁ ମଧ୍ୟ ସେମିତି ସୁନ୍ଦର ଗୀତ ଶିଖାଇବାକୁ ପଡ଼ିବ। ଠାକୁର ସବୁବେଳେ, ମୁଁ ଠାକୁରଙ୍କର ଗୋଟେ କଥା, ଜଣେ ବାଳକ ଠାକୁରଙ୍କ ପାଖରେ ଆସିଛନ୍ତି, ସିଏ ସେ ଶ୍ରେଣୀରେ ପ୍ରଥମ ସ୍ଥାନ ପ୍ରାପ୍ତ କରିଛନ୍ତି, ଫାଷ୍ଟ ହେଇଛନ୍ତି। ସେ ଆସିକି ଠାକୁରଙ୍କୁ କହିଲେ, ଠାକୁର ବହୁତ ଖୁସି ହେଲେ, ବହୁତ ଖୁସି ହେଲେ। ଖୁସି ହେଇକରି ପୁଣି କହୁଛନ୍ତି, ତମେ ଯେପରି ପ୍ରଥମ ସ୍ଥାନ ଅଧିକାର କଲ, ଠିକ୍ ସେଇଭଳି ଆଉ ଅନ୍ୟ ସମସ୍ତଙ୍କୁ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବାକୁ ପଡ଼ିବ, ହେଲେ ହିଁ ତୁମର ପାଠ ପଢ଼ିବାର ଆନନ୍ଦ, ସେଇ ପରିଶ୍ରମରେ ଆନନ୍ଦ ପାଇବ। ଆଚାର୍ଯ୍ୟ ଦେବ ସେଇଭଳି କହିଲେ ଯେ ଆମେ କୋରାସ୍ କରିବୁ, ଅର୍ଥାତ୍ ଏକା ସାଙ୍ଗରେ ସମସ୍ତେ ଅନେକ ଲୋକ ଗାଇବେ ମୋ ସାଙ୍ଗରେ। ହେଲେ କ'ଣ ହେବ ନା, କେତେ ଲୋକ ଥାଆନ୍ତି ଯେଉଁମାନଙ୍କ ମନରେ ଗୋଟେ ଦୁଃଖ ରହିଯାଏ, ବେଦନା ରହିଯାଏ। ମୁଁ ବି ଗୋଟେ ଗୀତ ଗାଇଥାନ୍ତି ଠାକୁରଙ୍କ ସତ୍ସଙ୍ଗରେ, ମାତୃ ସମ୍ମିଳନୀରେ, ମୋତେ କିଏ କହୁନାହାନ୍ତି। ହେଇପାରେ ସେ ଯେପରି ବି ଗାଉନା କାହିଁକି, ସୁନ୍ଦର ଗାଉ କି ମନ୍ଦ ଗାଉ, ଗୀତ ତ ଗାଇବାର ଇଚ୍ଛା ଅଛି। ତ ଏଇ କୋରସ୍ଟା କଲେ ସମସ୍ତଙ୍କର ମନର ଆଶା ପରିପୂର୍ଣ୍ଣ ହେଇଯାଏ। କି ସୁନ୍ଦର କଥାଟି କହିଛନ୍ତି ଆଚାର୍ଯ୍ୟ ଦେବ ମୋର। ତ ଏଇ କଥା ଗୁଡ଼ିକୁ ମନରେ ରଖି ଆମମାନଙ୍କୁ ଆଗେଇବା ଦରକାର। କୋରାସ୍ କରିବାକୁ ହେଲେ ସମସ୍ତଙ୍କୁ ସାଙ୍ଗରେ ନେଇ ସେ ଗୀତଟାକୁ ବୋଲିବା ଦରକାର, ଆଗେ ପ୍ରାକ୍ଟିସ୍ କରିବା ଦରକାର, ତାପରେ ଯାଇକି ଅନୁଷ୍ଠାନରେ ଗାଇପାରିବା। ତ ଏଇ ଯେଉଁ ପ୍ରଚେଷ୍ଟା ମାଧ୍ୟମରେ ଆମେ ଅନ୍ୟମାନଙ୍କୁ ମଧ୍ୟ ଗୀତ ଶିଖିବାରେ, ବୁଝିବାରେ
ଆଉ ସେଥିରେ ଠିକ୍ ନିୟମରେ ଗାଇକିରି ଯେଉଁ ଆନନ୍ଦଟା ଆସେ ସେ ଆନନ୍ଦ ପାଇବାର ଭାଗ୍ୟ ପ୍ରଦାନ କରିପାରୁ, ସୁଯୋଗଟା କରିଦେଇପାରୁ। ଆଚ୍ଛା, ଏ ଗଲା ମାତୃଶମୀଳନୀର କଥା। ଏବେ ଡିପି ୱାର୍କ କରିବା ପାଇଁ କହିଛନ୍ତି। ଡିପି ୱାର୍କ ମାତୃଶମୀଳନୀରେ କମ୍ ସମୟ ଦେଇକି ଡିପି ୱାର୍କ କରିବାକୁ କହିଛନ୍ତି। ଏଇ ଡିପି ୱାର୍କଟା କ'ଣ? ହଜି ଯାଇଥିବା ଛେଳିକୁ ଖୋଜି ବାହାର କରିବା। ଏ ଠାକୁରଙ୍କର ଏକ ଅଦ୍ଭୁତ ରକମର ଚେହେରା। ଯେପରି ମା ଛୁଆଙ୍କ ପାଇଁ ବସିଥାନ୍ତି, ହଜି ଯାଇଥିବା ଛୁଆଙ୍କ ପାଇଁ। ଯେପରି ଆମେ ଗୋଟେ କବିତା ପାଠ ପଢ଼ିଥିଲୁ କଳାମାନିକରେ, ଅଭିମନ୍ୟୁ ସାମନ୍ତ ସିଂହାରର ଲେଖା। ସେଠି କ'ଣ ଅଛି? ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଲୁଛନ୍ତି ମାତ କଳାମାନିକରେ। ଏଠି ଧୀରେ ଘେନ, ଶ୍ରୀ ଠାକୁର ମୋର ପ୍ରଭୁ ମୋ ପାଇଁ ଚାହିଁ ବସିଛନ୍ତି କଳାମାନିକ ଅପେକ୍ଷାରେ। ଆମେମାନେ ସମସ୍ତେ ଜଣେ ଜଣେ ଠାକୁରଙ୍କର ପାଇଁ କଳାମାନିକ। କିପରି? ସେ ବସିଛନ୍ତି ଯେ ତାର ତ ଏତେ ସମୟ ପର୍ଯ୍ୟନ୍ତ ଆସିଯିବା କଥା। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ। ଧୀରେ ଘେନ ମୋର କଥା, ଅର୍ଥାତ୍ ମୋ କଥା ଉପରେ ଟିକେ ଚିନ୍ତା କର। ଠାକୁର ଏମିତି ଭାବରେ ବସିଛନ୍ତି ପଥ ଚାହିଁ, କୃଷ୍ଣ କେତେବେଳେ ଆସିବ? ମାନେ ମା ବସିଛନ୍ତି ଚାହିଁ କଳାମାନିକ, ସେଇ ଆଖିର ପିତୁଳା, ଅନ୍ଧର ଲଉଡ଼ି କଳାମାନିକ କେତେବେଳେ ଆସିବେ? ଆସିବାରେ ଏତେ ବିଳମ୍ବ ହେଉଛି, ସେଇ କଥା ଭାବିକି ସେ କେତେ ଭାଳିନି ପଡ଼ିଲାନି ବାତ୍ସଲ୍ୟ ମମତାରେ। ଠାକୁର ମଧ୍ୟ ଆମ୍ଭମାନଙ୍କ ପାଇଁ ଆମର ପଥ ଚାହିଁ ଏଇ ଆମମାନଙ୍କୁ ସେ ତାଙ୍କର କଳାମାନିକ ରୂପରେ ଦେଖୁଛନ୍ତି, ଭାବୁଛନ୍ତି ଯେ ସଞ୍ଜ ହେଲାଣି, ଗାଈ ଗୋରୁ ସବୁ ଆସିଯିବା କଥା, କିନ୍ତୁ ଏବେ ପର୍ଯ୍ୟନ୍ତ ସେ ମାଣିକ ମୋର ଆସୁନାହିଁ କାହିଁକି? ସେ ଆମର ପଥ ଚାହିଁ ବସିଛନ୍ତି। ଆମେମାନେ କୁଆଡ଼େ ବାଟ ବୁଲା ହେଇ କୁଆଡ଼େ ଭୁଲି ଯାଇକି ଅବାଟରେ ଘୁରି ବୁଲୁଛୁ। କେବେ ଆମେମାନେ ତାଙ୍କ ପାଖରେ ପହଞ୍ଚିବୁ? ସେ ଏହି ଚିନ୍ତା କରି ବସିଛନ୍ତି। ଆଉ ସେ ବସି ରହିବାର ମଧ୍ୟ କୌଣସି ସମୟ ସୀମା ନାହିଁ। ଅକ୍ଲାନ୍ତ ଭାବରେ ପୂଜନୀୟ ଅବିନ ବାବୁ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି, ସମସ୍ତଙ୍କ ଆସିବା ବାଟକୁ ଚାହିଁ। ତେଣୁକରି ଏହି ଡିପି ୱାର୍କ ମାଧ୍ୟମରେ ସେ ଚାହୁଁଛନ୍ତି ତାଙ୍କର କଳାମାନିକଙ୍କୁ ପାଖରେ ଘେନି ନେବା ପାଇଁ। ଆଉ ଏଇ କଥାଟାକୁ ଘେନନ୍ତୁ, ସମସ୍ତେ ଘେନନ୍ତୁ। ଘେନିବାର ଅର୍ଥ ଚିନ୍ତା କରନ୍ତୁ, ଭାବନ୍ତୁ, ବିଚାର କରନ୍ତୁ ଯେ ଠାକୁର ମୋର ବସିଛନ୍ତି ଆମ ପଥ ଚାହିଁ, ଯେଉଁଠି ଆମ୍ଭମାନଙ୍କୁ ସେଇ କିଏ ଥିଲେ? ବନରେ ଚାହିଁ ବସିଥିଲେ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଯୁଗ ଯୁଗ ଧରିକି। ସେଇଭଳି ଆମ୍ଭମାନଙ୍କୁ ତାଙ୍କର ପଥ ଚାହିଁ ବସିବା କଥା, କିନ୍ତୁ ତାହା ବଦଳରେ ସେ ମା ଯଶୋଦାଙ୍କର ବାତ୍ସଲ୍ୟ ମମତା ଧରିକି ସେ ଆମମାନଙ୍କର ପଥ ଚାହିଁ ବସିଛନ୍ତି। ଆମେମାନେ କେତେବେଳେ ତାଙ୍କ ପାଖକୁ ଯାଇ ପହଞ୍ଚିବୁ? ତ ଏଇ ହେଉଛି ଡିପି ୱାର୍କ। ସେଇ ଡିପି ୱାର୍କରେ ନ ଯିବା ପର୍ଯ୍ୟନ୍ତ ଯେମିତି ଆମମାନଙ୍କୁ ଭଲ ଲାଗେନି, ଦେହ ମନରେ ଗୋଟିଏ ଯନ୍ତ୍ରଣା ଉପସ୍ଥିତ ହୁଏ ନ ଯିବା ପର୍ଯ୍ୟନ୍ତ। କାହିଁକି? ଠାକୁରଙ୍କ ମୁହଁରେ ହସ ଫୁଟେଇବା ପାଇଁ।
ଏଇ ଭାବଟା ଆମମାନଙ୍କ ମନ ଭିତରେ ଆସିବା ଦରକାର। ଠାକୁର ଖୁସି ହେବେ, ଆଚାର୍ଯ୍ୟ ଦେବ ଖୁସି ହେବେ, ଅବିନ ବାବୁଙ୍କର କାର୍ଯ୍ୟ ଉଦ୍ଦେଶ୍ୟ ସଫଳ ହେବ। ଏଇ ସଫଳ ଯଜ୍ଞରେ ଆମ୍ଭେମାନେ ସେ ଯେଉଁ କ'ଣ କହନ୍ତି ଗୁଣ୍ଡୁଚି ମୂଷାର ଭୂମିକା ନିଭେଇବୁ, ଏହି ଆଶା କରନ୍ତି ଆଚାର୍ଯ୍ୟ ଦେବ ଅବିନ ବାବୁ। ଆଉ ଆମେ ଯଦି ତାଙ୍କର ଯଜ୍ଞରେ ନିଜକୁ ଆହୁତି ଦେଇ ହଜି ଯାଇଥିବା ସନ୍ତାନମାନଙ୍କୁ ପରମ ପିତାଙ୍କ ପାଖରେ ପହଞ୍ଚାଇ ଦେଇପାରିବୁ, ପରମ ପିତା ସିଏ ତାଙ୍କର କଳାମାଣିକକୁ ପାଇ ଯେଉଁ ଖୁସି ହେବେ, ସେ ଖୁସିର, ସେଇ ଆନନ୍ଦର, ସେଇ ଅମୃତମୟ ଦୃଶ୍ୟ, ଅମୃତମୟ ଅନୁଭବ ଉପଭୋଗ କରି ଆମର ଜୀବନ ଧନ୍ୟ ହେବ। ତ ଆମେମାନେ ସେଇ ଯଜ୍ଞରେ ନିଜକୁ ଆହୁତି ଦେବା ଦରକାର। ସେଇ କର୍ମଯୋଗ୍ୟରେ, ସେଇ କର୍ମଯୋଗ୍ୟ ହେଉଛି ଡିପି ୱାର୍କ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଅବିନ ଦା କହୁଛନ୍ତି ଯେ ଡିପି ୱାର୍କର କାହାକୁ ମଧ୍ୟ ଆଉ ନିଜର ଦୁଃଖ, ଅବସାଦ, ଆପଦ, ବିପଦ କୌଣସି କିଛି ପାଇଁ ମଧ୍ୟ ନିବେଦନ କରିବାକୁ ପଡ଼ିବ ନାହିଁ, ଅଭୟବାଣୀ ଦେଇଥିଲେ। ତଥାପି ଆମ୍ଭେମାନେ ନିଜର ଏଇ ବୃତ୍ତିରୁ ବାହାରି ପାରୁନୁ। ଥରେ ଚିନ୍ତା କରି ଦେଖନ୍ତୁ, ଭାବି ଦେଖନ୍ତୁ, ଆମେ ଟିକିଏ ସମୟ କ'ଣ 24 ଘଣ୍ଟାରୁ କିଛି ସମୟ ଦେଇପାରିବୁନୁ? ନିଶ୍ଚୟ ଦେଇପାରିବୁ। ତ ଏବେ କଥା ଆସିଲା ମାତୃ ସମ୍ମିଳନୀ। ମାତୃ ସମ୍ମିଳନୀ କରିବାର ଉଦ୍ଦେଶ୍ୟ କ'ଣ? ଭିଡ଼ିଓଟି ଟିକେ ଅଧିକ ହେଇଯିବ ବୋଲି ମୋର ମନେ ହେଉଛି, ତଥାପି ଧୈର୍ଯ୍ୟ ଧରି ଶୁଣିବେ, ବହୁତ ଭଲ ଲାଗିବ। ମାତୃ ସମ୍ମିଳନୀ ଏଇ ଯେଉଁ ଶ୍ରାବଣ ମାସ ଧରି ଆମେ କରି ଆସୁଛୁ, ତାହାର ଗୋଟିଏ ମାତ୍ର କାରଣ ଯେ ବଡ଼ ମାଙ୍କର ଜନ୍ମ ମାସ। ଏହି ମାସରେ ତାଙ୍କୁ ଆମେ ପ୍ରତିନିୟତ ସ୍ମରଣ କରିବୁ। ସ୍ମରଣ କରିବାର ଉଦ୍ଦେଶ୍ୟ, ଅର୍ଥ କ'ଣ ଏଠି? ବଡ଼ ମା କେବେ ଖୁସି ହେବେ? ତାଙ୍କୁ ଖୁସି କରିବା। ତାଙ୍କର ଜୀବନ, ତାଙ୍କର ଜୀବନୀ ଆମର ପ୍ରାଣ ହେବା ଦରକାର। ତାଙ୍କର ଜୀବନୀକୁ ଜାଣିବା, ତାଙ୍କ ବିଷୟରେ ଜାଣିବା, ତାଙ୍କର ଚାଲି ଚଳନ, ଆଚାର ବ୍ୟବହାର ସବୁକିଛିକୁ ହୃଦୟଙ୍ଗମ କରିବା, ଆଉ ସେଇଭଳି ଭାବରେ ନିଜକୁ ଗଢ଼ି ତୋଳିବା। ଠାକୁର କହିଛନ୍ତି ଭାବରେ ହିଁ ବିଶ୍ୱାସର ପ୍ରତିଷ୍ଠା। ଆମର ଭାବ ଯଦି ବଡ଼ ମାଙ୍କ ପ୍ରତି ଆସିଲା, ଆଉ ସେଇ ଭାବରୁ ହିଁ ବିଶ୍ୱାସ ଜାଗିବ। ଆଉ ବଡ଼ ମାଙ୍କ ପ୍ରତି ଯଦି ଆମର ବିଶ୍ୱାସ ଆସିଲା, ହେଲେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତି ବି ଆମର ବିଶ୍ୱାସ ଆସିବ। ସେତେବେଳେ ହିଁ ଆମର ଏଇ ନାରୀ ବା ଏଇ ମା ମାନଙ୍କର, କେବଳ ମା ମାନେ ନାହିଁ, ପୁରୁଷଙ୍କର ମଧ୍ୟ ଜୀବନ ସାର୍ଥକ ହେବ। ଯେତେବେଳେ ବଡ଼ ମାଙ୍କ ଜୀବନ ଚରିତ୍ରକୁ, ଜୀବନ ଆଚାରକୁ ଆମେ ନିଜ ଜୀବନରେ ଆଣିପାରିବା। କାରଣ ବଡ଼ ମାଙ୍କ ଜୀବନରେ କେବଳ ମାତ୍ର ଗୋଟିଏ ହିଁ ଉଦ୍ଦେଶ୍ୟ ଥିଲା, ତାହା ହେଉଛି ଶ୍ରୀ ଶ୍ରୀ ଠାକୁରଙ୍କୁ ଖୁସି କରିବା, ତାଙ୍କର ସେବା କରିବା, ତାଙ୍କର ସେବା ପାଇ ତାଙ୍କର ଜୀବନ। ଏଇ ଯେଉଁ ଆଚାର, ଏଇ ଯେଉଁ ଭାବ, ଏଇ ଯେଉଁ ଦିନ ରାତି ସବୁବେଳେ ତାଙ୍କରି ଧ୍ୟାନ, ସିଏ ହିଁ ଜ୍ଞାନ, ଏଇ ଭାବ ନେଇକି ବଡ଼ ମା ସବୁବେଳେ ରହୁଥିଲେ। ତାର ଗୋଟେ ନମୁନା, ଯଦି ଠାକୁର ବସିକିରି ଟିକେ ଖାସୁଥିଲେ, 2-3ଟା ଛିଙ୍କ ମାରୁଥିଲେ, ହେଲେ ମଧ୍ୟ ବଡ଼ ମା ଜାଣିପାରୁଥିଲେ ସେ କେଉଁଠି ରହୁଥିଲେ। କେହି ମଧ୍ୟ ଜାଣିପାରୁନଥିଲେ। ସେ ଲୋକ ଚକ୍ଷୁରେ ଆସୁନଥିଲେ, ଲୋକାଳୟକୁ ଅଧିକ ସମୟ ଦେଖାଯାଉନଥିଲେ। କିନ୍ତୁ ଠାକୁର ଯଦି କେତେବେଳେ ଛିଙ୍କ ଆସିଲା, ବଡ଼ ମା ତତ୍କ୍ଷଣାତ୍ ସେଇ ତାର ଉପଚାର ନେଇକି ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ। ବଡ଼ ମା ଯୋଉଠି ବି ଥିଲେ, ଠାକୁରଙ୍କର ପ୍ରତିଟି ଦୃଷ୍ଟିଭଙ୍ଗୀ, ପ୍ରତିଟି
କାର୍ଯ୍ୟକୁ ସବୁବେଳେ ତାଙ୍କର ଦୃଷ୍ଟି ଆଗରେ ରହୁଥିଲା। ତ ଇଏ ହେଉଛନ୍ତି ବଡ଼ ମା। ତ ଆମେ ଯଦି ଠାକୁରଙ୍କୁ ଖୁସି କରିବାକୁ ଚାହୁଁ, ଠାକୁରଙ୍କୁ ଭଲ ପାଇବାକୁ ଚାହୁଁ, ହେଲେ ବଡ଼ ମାଙ୍କୁ ଅନୁସରଣ କରିବାକୁ ପଡ଼ିବ। ତେଣୁ ବିଶେଷ କରି ମା'ମାନଙ୍କୁ ଏବଂ ସମସ୍ତଙ୍କୁ ବଡ଼ ମାଙ୍କର ଜୀବନୀ, ବଡ଼ ମାଙ୍କୁ ବୁଝିବା ଦରକାର। ବୈଷ୍ଣବ ସମ୍ପ୍ରଦାୟରେ ଆମେମାନେ ଅନେକ ଜାଗାରେ ଦେଖିଥାଉ ଯେ ସେମାନେ ନାରୀର ରୂପ ଧରନ୍ତି, ଅର୍ଥାତ୍ ରାଧା ରୂପ ଧରନ୍ତି ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ। ଅର୍ଥାତ୍ ରାଧାକୁ ଯଦି ଆମେ ଅନୁସରଣ କରିବୁ, ଶ୍ରୀକୃଷ୍ଣ ପଳେଇ ଆସିବେ, ଶ୍ରୀକୃଷ୍ଣ ଖୁସି ହେବେ, ଶ୍ରୀକୃଷ୍ଣଙ୍କୁ ପାଇହେବ। ତେଣୁ ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ଆମ୍ଭମାନଙ୍କୁ ସମସ୍ତଙ୍କୁ ବଡ଼ ମାଙ୍କର ଆଚାର ଆଚରଣକୁ ଧାରଣ କରିବାକୁ ପଡ଼ିବ। ଆଉ ଏଇ ବଡ଼ ମା ଖୁସି ଯେତେବେଳେ ହେଉଛନ୍ତି, ବଡ଼ ମାଙ୍କ ଆଚରଣରେ ଆଚାର ସିଦ୍ଧ ଯେତେବେଳେ ଆମେ ହେଇ ଚାଲିବୁ, ସେତିକି ଭାବରେ ଠାକୁର ମଧ୍ୟ ଆମମାନଙ୍କ ପ୍ରତି ଖୁସି ହେବେ। ଦିନକର ଘଟଣା, ଠାକୁର ମଧ୍ୟାହ୍ନ ଭୋଜନ ସାରି କିଛି ସମୟ ପରେ ବଡ଼ ମାଙ୍କ ଘରେ ପଶିଲେ। ଯେମିତି ଗଲେ ଦେଖିଲେ ବଡ଼ ମା କ'ଣ ଗୋଟେ କାମ କରୁଛନ୍ତି। ଠାକୁର ପଚାରିଲେ, କ'ଣ କରୁଛନ୍ତି, କ'ଣ କରୁଛ? ବଡ଼ ମା କହିଲେ, ମୁଁ ଚାଉଳ ବାଛି ବାଛି ଗୋଟେ ଗୋଟେ କରିକି ବାଛି, କଥାଟାକୁ ଚିନ୍ତାରେ ନେବେ, ଗୋଟେ ଗୋଟେ ଚାଉଳକୁ ବାଛି ରଖୁଛି। ସେଦିନ ଆପଣ ଯେତେବେଳେ ଖାଉଥିଲେ, ଖାଇବା ବେଳେ ଗୋଟିଏ ପଥର କଣା, ଛୋଟିଆ ପଥର ଆପଣଙ୍କ ପାଟିରେ ପଡ଼ିଥିଲା, ଆପଣଙ୍କୁ କେତେ ଅସୁବିଧା ହେଇନଥିବ। ତେଣୁକରି ଗୋଟିଏ ଗୋଟିଏ ଚାଉଳକୁ ବାଛିକି ମୁଁ ରଖୁଛି, ଯେପରିକି ପଥର କଣା ତା ଭିତରେ ନ ରହେ। ଠାକୁରকে କହିଲେ, ଅବାକ୍ କଲେ। ଆଶ୍ଚର୍ଯ୍ୟର କଥା ଅତି, ମୋର ସେଦିନ ପାଟିରେ ଛୋଟିଆ ପଥରଟିଏ ପଡ଼ିଥିଲା ସତ, କିନ୍ତୁ ତାହାକୁ ତ ମୁଁ ଅତି ସନ୍ତର୍ପଣରେ, ଅତି ଯେପରି କାହାକୁ ଜଣା ନ ପଡ଼ୁ ସେଇଭଳି ଭାବରେ ମୁଁ ସେ ପଥର କଣାଟିକୁ ବାହାର କରିକି ରଖିଦେଇଥିଲି। ତମେ କିପରି ଜାଣିଲ? ବଡ଼ ମା କହୁଛନ୍ତି, ତମେ କ'ଣ ଭାବୁଛ ମୁଁ କିଛି ଜାଣିପାରେନି? ତମେ ଯାହା ବି କର, ତମର ଯାହା କିଛି ଅସୁବିଧା ହେଲେ ମଧ୍ୟ ମୁଁ ଟିକେ ଟିକେ ବୁଝିପାରେ। ତ ଏଇ ଯେଉଁ ଟିକେ ଟିକେ ବୁଝିପାରେ, ସମ୍ପୂର୍ଣ୍ଣ ବୁଝିପାରେନି, ବଡ଼ ମା ସେଇଟା କହିଲେ। ତ ବଡ଼ ମାଙ୍କର ଏତେ ଧ୍ୟାନ ଥିବା ସତ୍ତ୍ୱେ ସେ କହୁଛନ୍ତି ଟିକେ ଟିକେ ବୁଝିପାରେ। ଆଉ ଆମ୍ଭେମାନେ ତାଙ୍କ ବିଷୟରେ କିଛି ମଧ୍ୟ ଜାଣିନୁ, ପଦେ କଥାର ମଧ୍ୟ କିଛି ଆମ ଭିତରେ ନାହିଁ। କିନ୍ତୁ ଆମେମାନେ ଅନେକ ସମୟରେ ମୁଁ ଠାକୁରଙ୍କୁ ଜାଣେ, ମୁଁ ଠାକୁରଙ୍କ କଥା ବହୁତ ଭଲ କହିପାରେ, ମୁଁ ଠାକୁରଙ୍କ ବିଷୟରେ ଜାଣିନି, ତମେ ମୋତେ କହିବାକୁ ଆସିବ, ଏଇଭଳି ଅନୁଭବ ମଧ୍ୟ ଅହଙ୍କାର। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଗୋଟେ କଥା କହନ୍ତି ସବୁବେଳେ। ଜଣେ ଦମ୍ପତି ଆସିଛନ୍ତି ଯେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗିଥାଏ। ତ ଆଚାର୍ଯ୍ୟ ଦେବ ସେଠି କଥାଟି କହନ୍ତି, ଏ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ପାଇବା ଥାଏ, ଯେଉଁଠି ଭଲ ପାଇବା ଥାଏ ସେଠି ଝଗଡ଼ା ରହେନି। କାରଣ ଯେ ସେଠି ମୁଁ ବୋଲି କିଛି ନାହିଁ, ସେଠି ମୁଁ ବୋଲି କିଛି ନାହିଁ। କାହିଁକି? ସେଠି ତୁମେ ହିଁ ସବୁ, ତୁମେ ଯାହା ଚାହୁଁଛ ସେଇଟା ହିଁ ଭଲ। এইটা হচ্ছে ଭଲ ପାଇବା। ଭଲ ପାଇବାରେ କେଉଁଠି ତୁମେ ନାହିଁ, ଆଉ ଯେଉଁଠି ତୁମେ ଅଛି ସେଠି ଭଲ ପାଇବା ନାହିଁ। ତ ଠାକୁରଙ୍କୁ ଭଲ ପାଇ ଆମ୍ଭେମାନେ ଯେତେ ଜାଣିଲେ ଗୋଟେ ଅସରନ୍ତି ସମ୍ପଦ। ଠାକୁର ହେଉଛନ୍ତି ଅସରନ୍ତି ସମ୍ପଦ। ଠାକୁରଙ୍କ ବିଷୟରେ ଯେତେ ବୁଝିବାକୁ ଯିବୁ ସେତେ ଆମେ ବେମାଲୁମ ହେବୁ, ଯେତେ ବୁଡ଼ିବ ସେତେ ବେମାଲୁମ ହେବ। ତ ଏହା ହେଉଛି କଥା। ହେଲେ ମୋର ମୁଖ୍ୟ କଥା ଥିଲା ଯେ ଆମେ ମାତୃ ସମ୍ମିଳନୀ କାହିଁ କରିବା? ମାତୃ ସମ୍ମିଳନୀ କରିବା ବଡ଼ ମାଙ୍କ ଜୀବନ ଚଳନୀକୁ
ନିଜ ଜୀବନରେ ପ୍ରତିଷ୍ଠା କରିବା। ଆଉ ତାଙ୍କୁ ପ୍ରତିଷ୍ଠା କଲେ ଠାକୁର ମଧ୍ୟ ଖୁସି। ଆହୁରି ଗୋଟେ ଆର ଓଲଟା କଥା ଅଛି ଯେ ବଡ଼ମାଙ୍କୁ ଯଦି ଆମେ ବେଶୀ ସାବାସୀ ଦେଉ ବା ପ୍ରଶଂସା କରୁ, ବଡ଼ମା କେବେ ମଧ୍ୟ ଖୁସି ହେଉନଥିଲେ। ସେ କେବଳ ମାତ୍ର ଠାକୁରଙ୍କ କଥା କହିଲେ ସେ ଖୁସି ହେଇଯାଉଥିଲେ। ଠାକୁରଙ୍କର ପ୍ରଶଂସା କଲେ, ଠାକୁରଙ୍କର ମହିମା ଗାନ କଲେ ବଡ଼ମା ଖୁସି ହେଇଯାଉଥିଲେ। ତେଣୁ ଆମକୁ ଠାକୁରଙ୍କୁ ଖୁସି କରିବାକୁ ପଡ଼ିବ। ଆଉ ଠାକୁରଙ୍କୁ ଖୁସି କରିବାକୁ ଗଲେ ବଡ଼ମାଙ୍କର ଚାଲିଚଳନ ବୈଶିଷ୍ଟ୍ୟକୁ ଆମ ଜୀବନରେ ଉତରେଇବାକୁ ପଡ଼ିବ। ନାରୀର ବୈଶିଷ୍ଟ୍ୟ କ'ଣ? ଶ୍ରୀ ଠାକୁର କହୁଛନ୍ତି ନିଷ୍ଠା, ଧର୍ମ, ନିଷ୍ଠା, ସେବା, ସହଚର୍ଯ୍ୟ, ଶୁଶ୍ରୂଷା, ସଂରକ୍ଷଣ, ପ୍ରଜନନ, ସୁପ୍ରଜନନ, ଏମିତି ଭାବରେ 8ଟି ବୈଶିଷ୍ଟ୍ୟର କଥା କହିଛନ୍ତି। ନାରୀ ଅର୍ଥ ଠାକୁର କହିଛନ୍ତି ଧାରଣ ପୋଷଣ କରିବାର କ୍ଷମତା ଯାହା ଭିତରେ ଅଛି। ଏ ନାରୀ ଧାରଣ କରନ୍ତି, ଧରି ରଖନ୍ତି ଏବଂ ପୋଷଣ ଅର୍ଥାତ୍ ବୃଦ୍ଧି କରନ୍ତି, ପୁଷ୍ଟ କରିକି ବୃଦ୍ଧି ପ୍ରାପ୍ତ କରନ୍ତି। ନିଷ୍ଠା, ସେବା, ଶୁଶ୍ରୂଷା, ସାହାଯ୍ୟ, ସଂରକ୍ଷଣ, ସୁପ୍ରଜନନ, ଏମିତି କଥା। ତ ନାରୀ ଅର୍ଥାତ୍ ନାରୟତୀ, ନାରୀ ଯିଏ ଧରି ରଖିପାରନ୍ତି। ତ ନାରୀର ବୈଶିଷ୍ଟ୍ୟ ହେଉଛି ସମସ୍ତଙ୍କୁ ବୃଦ୍ଧି କରାଇବାରେ ସାହାଯ୍ୟ କରିବା, ପୁଷ୍ଟ କରନ୍ତି। ଆଉ ପୁରୁଷ ବୃଦ୍ଧି ପାଆନ୍ତି। ପୁରୁଷର ବୃଦ୍ଧିରେ ହିଁ ନାରୀର ସାର୍ଥକତା। ତ ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ଠାକୁର। ଏଇ ଯେଉଁ ଘଟଣାଟି ମୁଁ ଟିକେ ପୂର୍ବରୁ କହିଲି, ଚାଉଳ ଗୋଟେ ଗୋଟେ କରିକି ବାଛିକି ରଖିବାର କଥା, ସେତେବେଳେ ଠାକୁର କହିଲେ ଯେ ତୁମେ ଧନ୍ୟ, ତୁମେ ଯଦି ମୋ ଜୀବନରେ ରହିନଥାନ୍ତ ମୁଁ କୌଣସି କାର୍ଯ୍ୟ ଠିକ୍ ଭାବରେ କରିପାରିଥାନ୍ତି କି ନାହିଁ ସେଥିରେ ସନ୍ଦେହ। ତ ଠାକୁର ଗୋଟେ ଜାଗାରେ କହିଛନ୍ତି ମୁଁ ଯାହା କିଛି କରିଛି ମାଙ୍କୁ ଖୁସି କରିବା ପାଇଁ, ମାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ। ଅର୍ଥାତ୍ ଠାକୁର ଗୋଟେ ଜାଗାରେ ଉଦାହରଣ ଦେଇଛନ୍ତି ଯେ ନାରୀଙ୍କୁ ବୁଝାଇବା ପାଇଁ, ପୁରୁଷ କିପରି ଭାବରେ ବୃଦ୍ଧି ପାଆନ୍ତି ତାକୁ ବୁଝାଇବା ପାଇଁ, ଯେ ମା ତାର ଛୁଆକୁ ଖାଇବାକୁ ଦିଅନ୍ତି ଆଉ ଭାବନ୍ତି ଇଏ ପୁଷ୍ଟ ହେଉଛି, ଇଏ ସ୍ୱସ୍ଥ ହେଉଛି, ସବଳ ହେଉଛି, ବଳିଷ୍ଠ ହେଉଛି, ଏମିତି ଭାବନ୍ତି। ଆଉ ସେଇ ପୁଅ ଦିନେ କିଛି ଗୋଟେ କାର୍ଯ୍ୟ କରିକି ଆସନ୍ତି, ଯେତେବେଳେ ଆସନ୍ତି ସେତେବେଳେ ମା କହନ୍ତି, ମା ମୁହଁରେ ଖୁସି ଆସେ, ଚାହଣିରେ ଏମିତି ଗୋଟେ ଉତ୍ସାହ ପାଆନ୍ତି ଯେ ସେଇ ଉତ୍ସାହ ପାଇ ମାଙ୍କର ସେଇ ଇଏରେ ସେ ନାଚି ନାଚିକି ଆଉ ଥରେ ସେ କାର୍ଯ୍ୟରେ ଲିପ୍ତ ହୁଅନ୍ତି। ଠିକ୍ ସେଭଳି ସ୍ତ୍ରୀ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ଏମିତି ଭାବ ହେବ। ସ୍ୱାମୀ ସବୁବେଳେ ଚାହାନ୍ତି ସ୍ତ୍ରୀଙ୍କୁ ଖୁସି ରଖିବା ପାଇଁ। ପୂରଣ ସ୍ୱଭାବ ହେଉଛି ପୁରୁଷ, ଅର୍ଥାତ୍ ପୂରଣ ସ୍ୱଭାବ ଯାହାର ଅଛି ସେ ହେଉଛନ୍ତି ପୁରୁଷ। ଦାୟିତ୍ୱ ବହନ କରନ୍ତି। ତ ଏଇଭଳି ଭାବରେ ଯେତେବେଳେ ସିଏ ସବୁ କାର୍ଯ୍ୟରେ ସଫଳତା ନେଇ ଆସିକି ଯେତେବେଳେ ସ୍ତ୍ରୀଙ୍କ ସାମ୍ନାରେ ଛିଡ଼ା ହୁଏ, ସ୍ତ୍ରୀଙ୍କର ଛାତି ଗର୍ବରେ ଫୁଲି ଉଠେ, ମୋର ସ୍ୱାମୀ, ମୁଁ ଆଙ୍କ ପାଇଁ ମୋର ସେବା ଶୁଶ୍ରୂଷାରେ ସେ ଆହୁରି ଆଗକୁ ବଢ଼ିବେ। ଏଇଭଳି ଭାବନା ଆସିବା ଦରକାର। ଯଦି ଏଇଭଳି ଭାବନା ଆସୁନାହିଁ, ହେଲେ ନିଶ୍ଚିତ ଭାବରେ ଜାଣିବେ ମୁଁ ନାରୀର ସାର୍ଥକତା କିଛି ନାହିଁ, ବ୍ୟର୍ଥ, ଏଇ ନାରୀର ଜୀବନ ବ୍ୟର୍ଥ ହେଇଗଲା। ଆଉ ପୁରୁଷ, ଯଦି ଆମ୍ଭେମାନେ ଏଇ ସଫଳତା ଆଣିକି ଯଦି ସଫଳତାର ମୁକୁଟ ପିନ୍ଧି ତାଙ୍କ ସାମ୍ନାରେ ଛିଡ଼ା ନ ହେଇପାରୁଛୁ, ହେଲେ ଆମର ଜୀବନ ମଧ୍ୟ ବ୍ୟର୍ଥ। ଏ କେବଳ ସ୍ତ୍ରୀଙ୍କ ପାଇଁ ନାହିଁ, ମୁଁ ଯାହାକୁ ନେଇକି ମୁଁ ସମସ୍ତଙ୍କର ପରିପୂରଣ କରିବା ହେଉଛି ଆମର କର୍ତ୍ତବ୍ୟ। ତେଣୁ ଏଇ ମାତୃ ସମ୍ମିଳୀ ବା ବଡ଼ ମାଙ୍କୁ ଅନୁସରଣ କରିବା କେବଳ ମା ମାନଙ୍କର ହିଁ କର୍ତ୍ତବ୍ୟ ନୁହଁ, କାମ ନୁହଁ,
ଅନୁସରଣୀୟ ନୁହଁ, ଏହା ପୁରୁଷମାନଙ୍କ ମଧ୍ୟ। କାହିଁକି? ଯଦି ଆମେ ସେଇ ଇଷ୍ଟ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ଚାହୁଁଛୁ, ଆଉ ସେଇ ହସର ଲହରୀରେ ତାଙ୍କର ଦୟା ସମସ୍ତଙ୍କ ଉପରେ ବର୍ଷିତ ହେବ, ଆଉ ସେଇ ଦୟାର ପୁଷ୍ପବୃଷ୍ଟିରେ ଆମେମାନେ ସ୍ନାନ କରି ଗାଧେଇ ପୁଣ୍ୟର ଅଧିକାରୀ ହେଇ ଉଠିବୁ, ଉନ୍ନତିର ଚରମ ଶିଖରକୁ ପହଞ୍ଚି ଯାଇପାରିବୁ। ଆଉ ଠାକୁର ସେଇ ମାଙ୍କ ଭଳି ଆଜି ଆମମାନଙ୍କ ସମସ୍ତଙ୍କର ପଥ ଚାହିଁ ବସିଛନ୍ତି ଯେ ମୋର କଳାମାଣିକ କେତେବେଳେ ଫେରିବ, ମୋ ଛାତିରେ ମୋ ମୁଣ୍ଡ ରଖିବ। କାହିଁକି ଏହି ଆନନ୍ଦରୁ ମୋତେ ବଞ୍ଚିତ କରି ରଖୁଛନ୍ତି? ଏଇ ମନୋଭାବ ଶ୍ରୀ ଠାକୁରଙ୍କର। ଆଉ ଆମ୍ଭେମାନେ ଯଦି ତାଙ୍କ ପାଖରେ ଯିବା ପାଇଁ ଆକୁଳ ହେବା ନାହିଁ, ହେଲେ ଆଉ କ'ଣ ହେବା? ତାଙ୍କର ଦୟାର ସୀମା ନାହିଁ। ତ ଭିଡ଼ିଓଟି ବହୁତ ବଡ଼ ହେଇଯାଉଛି, ଆହୁରି ବହୁତ କଥା କହିବାକୁ ଇଚ୍ଛା ହେଉଛି, କିନ୍ତୁ ମୁଁ ଆଉ କହୁନି। ଯଦି ନିଶ୍ଚିତ ଭାବରେ ମୋତେ ବହୁତ ଭଲ ଲାଗିଲା ଠାକୁରଙ୍କର କଥା କହି, ଆପଣମାନଙ୍କୁ ବି ଭଲ ଲାଗିଥିବ। ଆସନ୍ତୁ ଆମ୍ଭେମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ଆମ ଜୀବନରେ ପ୍ରତିଷ୍ଠା କରିବା। ଶ୍ରୀ ଶ୍ରୀ ଠାକୁରଙ୍କୁ ଯଦି ଆମ ଜୀବନରେ ପ୍ରତିଷ୍ଠା କରିପାରିବା, ହେଲେ ବଡ଼ମା ଖୁସି ହେବେ। ଆସନ୍ତୁ ବଡ଼ମାକୁ ଖୁସି କରିବା ପାଇଁ ଆମ ଜୀବନରେ ସଂକଳ୍ପ କରିବା। ଏହି ସଂକଳ୍ପ ଆଜିର ନୁହଁ, ମନେ କରନ୍ତୁ, ଚିନ୍ତା କରି ଦେଖନ୍ତୁ, ସ୍ମରଣ କରନ୍ତୁ। ଆମ୍ଭେମାନେ ଯେତେବେଳେ ଦୀକ୍ଷା ନେଇଛୁ ସେତେବେଳେ ଏହି ପ୍ରତିଜ୍ଞା କରିଛୁ ସମସ୍ତେ, ପ୍ରତ୍ୟେକ। ସେ ପ୍ରତିଜ୍ଞାଟି କ'ଣ? ଆଜିଠାରୁ ଆଜୀବନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ମୋ ଜୀବନରେ ପ୍ରତିଷ୍ଠା କରିବା ହିଁ ଏକମାତ୍ର ଯୋଗ୍ୟ ହଉ। ଏହି ଶ୍ରୀ ଠାକୁରଙ୍କୁ ପ୍ରତିଷ୍ଠା କରିବାକୁ ହେଲେ ଆମର ଦୈନନ୍ଦିନ ଜୀବନ ମାଧ୍ୟମରେ, ପ୍ରତିଟି ପଦକ୍ଷେପ ମାଧ୍ୟମରେ ଶ୍ରୀ ଠାକୁର ଝଲକେ ଝଲକେ, ପଲକେ ପଲକେ ଫୁଟି ଉଠିବ। ଆଉ ଏହା ମାଧ୍ୟମ ଦେଇକରି କ'ଣ ହେବ? ମୋର ପରିବାର ଆନନ୍ଦିତ ହେବ। ପରିବାର ସହିତ ପାରିପାର୍ଶ୍ୱିକ ସହିତ ମୋର ଗାଁ, ଏଇ ଗାଁ ପଞ୍ଚାୟତ, ପୁଣି ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା, ଜିଲ୍ଲାରୁ ରାଜ୍ୟସ୍ତରରୁ ଦେଶ, ଏମିତି ଭାବରେ ଆମେ ଆମର ଦେଶକୁ ମଧ୍ୟ ମୁକ୍ତିର ବାଟରେ ନେଇ ଯାଇପାରିବା। ଆଜି ଅରାଜକତା, ହିଂସା, ଦେଶ ବିଦ୍ୱେଷ ଚାରିଆଡ଼େ ଦିଶୁଛି, କିନ୍ତୁ ପ୍ରେମ ଗୋଟିଏ ଜାଗାରେ ହିଁ ଦିଶୁଛି, ସେ ହେଉଛି ସତ୍ସଙ୍ଗ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତ୍ସଙ୍ଗରେ ଏହି ପ୍ରେମ ମିଳେ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ସଙ୍ଗରେ ପ୍ରେମ ମିଳେ। ଆମେ ଆସନ୍ତୁ ଆଜିଠାରୁ, ଯେଉଁମାନେ ଭୁଲି ଯାଇଛୁ ସେଇ ପରମ ପିତାଙ୍କ କଥା, ଯିଏ ମାଙ୍କ ଭଳି ହାତ ବଢ଼େଇ ବସିଛନ୍ତି, ଆମମାନଙ୍କୁ ଅପେକ୍ଷା କରି ଚାହିଁ ବସିଛନ୍ତି, ତାଙ୍କ ପାଖରେ ଯିବା ପାଇଁ ଆମେମାନେ ମଧ୍ୟ ଆକୁଳ ହେବା। ତାଙ୍କୁ ପ୍ରତିଷ୍ଠା କରି ଆମେ ଆଗେଇ ଯିବା। ସମସ୍ତେ ଭଲରେ ରହିବେ, ଶ୍ରୀ ଠାକୁରଙ୍କୁ ମଥାରେ ନେଇକି ଚାଲିବେ, ନିଜ ଜୀବନକୁ ଧନ୍ୟ କରିବେ ଏବଂ ସମସ୍ତର ଜୀବନକୁ ଧନ୍ୟ କରିବେ। ଜୟ ଗୁରୁ।